ସମସ୍ତଙ୍କୁ ସ୍ୱାଗତ ଶିକ୍ଷା 24/7 ଓଡ଼ିଆ ଏଜୁକେସନ୍ ଚ୍ୟାନେଲକୁ। ଆଜି ଡିସ୍କସ୍ କରିବା 21 ଏପ୍ରିଲ 2025ର ରିଲେଟେଡ୍ କରେଣ୍ଟ ଆଫେୟର୍ସ। ଆଜିର ପ୍ରଥମ ପ୍ରଶ୍ନ, Which Indian Armed Force hosted the third edition of the Meteorological and Oceanological Symposium titled ମେଘାୟାନ 25? କେଉଁ ଭାରତୀୟ ସଶସ୍ତ୍ର ବାହିନୀ ମେଘାଳୟ 25 ନାମକ ପାଣିପାଗ ଏବଂ ମହାସାଗରୀୟ ସିମ୍ପୋଜିୟମର ତୃତୀୟ ସଂସ୍କରଣ ଆୟୋଜନ କରିଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ଇଣ୍ଡିଆନ୍ ନେଭି। The Indian Navy hosted the third edition of its meteorological and oceanological symposium called Meghayan 25. Meghayan 25 was organized to mark the formation of the World Meteorological Organization. It also celebrated World Meteorological Day 2025, which is observed every year on 23 March. ପ୍ରତିବର୍ଷ 23 ତାରିଖ ଦିନ ମାର୍ଚ୍ଚ 23 ତାରିଖ ଦିନ ପାଳନ କରାଯାଏ ୱାର୍ଲଡ ମେଟ୍ରୋଲୋଜିକାଲ ଡେ। 2025ର ମେଘାୟନ ଥିମ୍ କ'ଣ ରହିଛି? କ୍ଲୋଜିଂ ଦ ଇୟରଲି ୱାର୍ନିଂ ଗ୍ୟାପ୍ ଟୁଗେଦର। ପରବର୍ତ୍ତୀ ପ୍ରଶ୍ନ, Which bank has become the first in India to install an automated teller machine ATM on a train in India? କେଉଁ ବ୍ୟାଙ୍କ ଭାରତରେ ଏକ ଟ୍ରେନରେ ଅଟୋମେଟେଡ୍ ଟେଲର ମେସିନ୍ ବା ATM ସ୍ଥାପନ କରିବାରେ ପ୍ରଥମ ହୋଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର। Bank of Maharashtra, a public sector bank, has become the first bank to install an automated teller machine on a train in India. The ATM was installed on the Mumbai Manmad Panchavati Express. ମୁମ୍ବାଇ ମାନବାଦ ପାଞ୍ଚବାତୀ ଏକ୍ସପ୍ରେସରେ ଏହି ATMଟି ଇନଷ୍ଟଲେଡ୍ କରାଯାଇଛି। This is the first time an ATM has been introduced on an Indian railway train. ୟୁନିୟନ ରେଲୱେ ମିନିଷ୍ଟର କିଏ ଅଛନ୍ତି? ଅଶ୍ୱିନୀ ବୈଷ୍ଣବ ସେୟାର ଦିସ୍ ଅପଡେଟ୍ ଥ୍ରୁ ହିଜ୍ ସୋସିଆଲ ମିଡ଼ିଆ ଆକାଉଣ୍ଟ। ଇମେଜରେ ଦେଖିପାରୁଥିଲେ ଟ୍ରେନରେ ATM ଅଛି, ATM ମେସିନ୍। ପରବର୍ତ୍ତୀ ପ୍ରଶ୍ନ, Silkira banned barcode tunnel that was recently seen in news is located in which state? ନିକଟରେ ସମ୍ବାଦରେ ଦେଖାଯାଇଥିବା ସିଲ୍କିରା ବ୍ୟାଣ୍ଡ ବାରକୋଡ୍ ଟନେଲ କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ଉତ୍ତରାଖଣ୍ଡ। The Union Minister of Road Transport and Highways called the breakthrough in the Sikiyara Band Barcode Tunnel a historic milestone. The tunnel is a କେତେ କିଲୋମିଟର ରହିଛି? 531 କିଲୋମିଟର ଲଙ୍ଗ ଟୁ ଲେନ୍ ବି ଡାଇରେକ୍ସନାଲ tunnel with an escape passage. It is located କୋଉଠି ଅବସ୍ଥିତ? ଧାରାସୁ ଯମୁନାତ୍ରୀ ସେକ୍ସନ, ଉତ୍ତରାଖଣ୍ଡ, connect to Sikiyara and Barcode. ପରବର୍ତ୍ତୀ ପ୍ରଶ୍ନ, Which state has launched the eSwasth app to improve healthcare access in April 2025? ଏପ୍ରିଲ 2025ରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ କେଉଁ ରାଜ୍ୟ eSwasth ଆପ୍ ଲଞ୍ଚ କରିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ଜାମ୍ମୁ ଆଣ୍ଡ କାଶ୍ମୀର। ଜାମ୍ମୁ ଆଣ୍ଡ କାଶ୍ମୀର ଚିଫ୍ ମିନିଷ୍ଟର ଉମର ଅବଦୁଲ୍ଲା। ଜାମ୍ମୁ କାଶ୍ମୀରର ଚିଫ୍ ମିନିଷ୍ଟର କିଏ ଅଛନ୍ତି? ଇମେଜରେ ଦେଖିପାରୁଥିବେ
ତାଙ୍କର ନାଁ କ'ଣ? ଉମର ଅବଦୁଲ୍ଲା। ଲଞ୍ଚ କରିଛନ୍ତି କ'ଣ? ଇ ସ୍ୱାସ୍ଥ୍ୟ ଆପ୍ ଟୁ ଇମ୍ପ୍ରୁଭ୍ ହେଲ୍ଥ କେୟାର ଆକ୍ସେସ୍ ଇନ୍ ଦ ୟୁନିୟନ ଟେରିଟୋରୀ। The app was developed by the Jammu and Kashmir Health Department. eSwasth stands for Electronic Solution for Enabling Health Access Through Technology. eSwasthର ଫୁଲ୍ ଫର୍ମ ହେଉଛି Electronic Solution for Enabling Health Access Through Technology। ପରବର୍ତ୍ତୀ ପ୍ରଶ୍ନ, Which country recently confirmed the de-employment of the US anti-ship missile system NMESIS for the ବାଲିକାତାନ ମିଲିଟାରୀ ଏକ୍ସରସାଇଜ୍? ବାଲିକାତାନ ସାମରିକ ଅଭ୍ୟାସ ପାଇଁ ଆମେରିକାର ଆଣ୍ଟି ଜାହାଜ କ୍ଷେପଣାସ୍ତ୍ର ସିଷ୍ଟମ NMESIS ନିୟୋଜନକୁ କେଉଁ ଦେଶ ନିକଟରେ ନିଶ୍ଚିତ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ଫିଲିପିନ୍ସ। ପରବର୍ତ୍ତୀ ପ୍ରଶ୍ନ, Recently which international naval force under Operation Atalanta has proposed a joint naval exercise with the Indian Navy? ସମ୍ପ୍ରତି ଅପରେସନ ଆତାଲାନ୍ତା ଅଧୀନରେ କେଉଁ ଆନ୍ତର୍ଜାତୀୟ ନୌସେନା ବାହିନୀ ଭାରତୀୟ ନୌସେନା ସହିତ ମିଳିତ ନୌସେନା ଅଭ୍ୟାସ ପାଇଁ ପ୍ରସ୍ତାବ ଦେଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି, ୟୁରୋପିଆନ୍ ୟୁନିୟନ ନାଭାଲ ଫୋର୍ସ। ପରବର୍ତ୍ତୀ ପ୍ରଶ୍ନ, Which Indian state has officially approved DPS Flamingo Lake as a conservation reserve? କେଉଁ ଭାରତୀୟ ରାଜ୍ୟ ଆନୁଷ୍ଠାନିକ ଭାବେ DPS ଫ୍ଲାମିଙ୍ଗୋ ହ୍ରଦକୁ ସଂରକ୍ଷଣ ଭାବରେ ଅନୁମୋଦନ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ, ମହାରାଷ୍ଟ୍ର। The Maharashtra State Wildlife Board has approved the declaration of DPS Flamingo Lake as a conservation reserve. It is the first wetland linked the Thane Creek Flamingo Sanctuary to receive the such protection. ପରବର୍ତ୍ତୀ ପ୍ରଶ୍ନ, What is K2-18B that was recently seen in news? K2-18B କ'ଣ ଯାହା ନିକଟରେ ସମ୍ବାଦରେ ଦେଖାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ଏକ୍ସୋପ୍ଲାନେଟ୍। ପରବର୍ତ୍ତୀ ପ୍ରଶ୍ନ, Which two classical Indian texts were recently inscribed in UNESCO Memory of the World Register in April 2025? ଏପ୍ରିଲ 2025ରେ ୟୁନେସ୍କୋର ମେମୋରି ଅଫ୍ ୱାର୍ଲଡ ରେଜିଷ୍ଟରରେ କେଉଁ ଦୁଇଟି ଶାସ୍ତ୍ରୀୟ ଭାରତୀୟ ଗ୍ରନ୍ଥ ଲେଖାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି, ଶ୍ରୀମଦ୍ ଭାଗବତ ଗୀତା ଏବଂ ନାଟ୍ୟଶାସ୍ତ୍ର। ପରବର୍ତ୍ତୀ ପ୍ରଶ୍ନ, World Heritage Day is observed annually on which day? ବିଶ୍ୱ ଐତିହ୍ୟ ଦିବସ ପ୍ରତିବର୍ଷ କେଉଁ ଦିନ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ଏପ୍ରିଲ 18 ତାରିଖ ଦିନ ବିଶ୍ୱ ଐତିହ୍ୟ ଦିବସ ଭାବରେ ପାଳନ କରାଯାଏ।